ଆସନ୍ତୁ ଆମେ ଜାଣିବା ଯେ ଅର୍ଥ କ'ଣ, ଟଙ୍କା କ'ଣ, ଅର୍ଥ କ'ଣ, ସେ ବିଷୟରେ ଆଜି ଆମେ ଜାଣିବା। ଯେ ଅର୍ଥକୁ ସାଧନ କରିବାରେ ବି ମଧ୍ୟ କଷ୍ଟ ରହିଛି। ଅର୍ଥକୁ ସାଧନ କରିବା ବା ରୋଜଗାର କରିବା ମଧ୍ୟ କଷ୍ଟ ରହିଛି। ତ ଅର୍ଥକୁ ତାର ରକ୍ଷଣାବେକ୍ଷଣରେ ବି ମଧ୍ୟ କଷ୍ଟ ରହିଛି। ଅର୍ଥର ରକ୍ଷଣାବେକ୍ଷଣରେ ବି ମଧ୍ୟ କଷ୍ଟ ଅଛି। ତ ଆଉ କ'ଣ ନା ଏଇ ଅର୍ଥକୁ ଅନ୍ୟକୁ କାହାରିକୁ ଦେଇଦେଲେ ବି ମଧ୍ୟ ସେଥିରେ କଷ୍ଟ ଅଛି। ତେଣୁ ଅର୍ଥକୁ ଅନ୍ୟକୁ ଦେଲେ ବି ମଧ୍ୟ ଦୁଃଖ, କଷ୍ଟ, ସନ୍ତାପ, ଯନ୍ତ୍ରଣା ରହିଛି। ଆଉ କ'ଣ ନା ଅର୍ଥକୁ କୌଣସି ଜାଗାରେ ପକାଇ ଦେଲେ ବି ମଧ୍ୟ ତେବେ ବି ମଧ୍ୟ ସନ୍ତାପ ଏବଂ କଷ୍ଟ ରହିଛି। ଆଉ କ'ଣ ଅର୍ଥକୁ ଯଦି ଆକାଉଣ୍ଟରେ ଯଦି ବ୍ୟାଙ୍କରେ ରଖିକି ମୃତ୍ୟୁ ହୋଇଯିବା ତେବେ ବି ମଧ୍ୟ ସନ୍ତାପ ବା ଦୁଃଖ ଆଉ କଷ୍ଟ ରହିଛି। ତେଣୁ ଏହି ଅର୍ଥକୁ ସାଧନ କରିବାରେ ବି କଷ୍ଟ, ରକ୍ଷଣାବେକ୍ଷଣରେ ବି କଷ୍ଟ, ସନ୍ତାପ ରହିଛି। ଅନ୍ୟକୁ ଦେଇଦେଲେ ବି ମଧ୍ୟ ସନ୍ତାପ ମିଳୁଛି, ପକାଇ ଦେଲେ ବି ମଧ୍ୟ ସନ୍ତାପ ଯନ୍ତ୍ରଣା ମିଳୁଛି। ବ୍ୟାଙ୍କ ଆକାଉଣ୍ଟରେ ରଖି ଯଦି ମୃତ୍ୟୁବରଣ କରିବେ ତେବେ ବି ମଧ୍ୟ ଆପଣଙ୍କ ସନ୍ତାପ ବା ଦୁଃଖ ମିଳୁଛି। ତେଣୁକରି ଆମେ ଏତିକି ଜାଣିବା ଦରକାର, ସେଇ ଅର୍ଥ ନହେଲେ ତ ଆମେ ଚଳିପାରିବା ନାହିଁ। ଅର୍ଥ ମଧ୍ୟ ଏକ ଭଗବାନ ସ୍ୱରୂପ। ତେଣୁ ଅର୍ଥକୁ ଆସିବା ବେଳେ ମୁଁ ଆସିନାହିଁ, ନେଇକି ବି ଆସିନାହିଁ ଏବଂ ଯିବା ବେଳେ ବି ମଧ୍ୟ ନେଇକି ଯାଇପାରିବି ନାହିଁ। ତେଣୁ ସେହି ଅର୍ଥକୁ ମୁଁ ଏପଟ ସେପଟ କରୁଛି। ତେଣୁ ସେହି କଷ୍ଟଦାୟକ ଜିନିଷରୁ ଟିକିଏ ମନକୁ ହଟାଇ ଆଣନ୍ତୁ ଏବଂ ଭଗବାନଙ୍କ ପାଖରେ ଲିପ୍ତ କରିଦିଅନ୍ତୁ, ମେରେ ଶ୍ରୀକୃଷ୍ଣଙ୍କ ପାଖରେ ଲିପ୍ତ କରିଦିଅନ୍ତୁ। ଦେଖିବେ ଅର୍ଥର ଦୁଃଖ, ଯନ୍ତ୍ରଣା, କଷ୍ଟ, ସନ୍ତାପ ସବୁଦିନ ପାଇଁ ଦୂରେଇ ଯିବ। ଆପଣ ମୋକ୍ଷକୁ ଲାଭ କରିବେ, ଆପଣ ମୁକ୍ତିକୁ ପ୍ରାପ୍ତି ହୋଇଯିବେ। ଜୟ ଶ୍ରୀରାମ।